କୌଣସି ଗୋଟେ କାର୍ଯ୍ୟ କରିବାକୁ ହେଲେ ତାର ଦୁଇଟି ପ୍ରଣାଳୀ ଥାଏ। ଗୋଟେ ହେଲା ଏନଫୋର୍ସମେଣ୍ଟ, ଗୋଟେ ହେଲା ଆୱାରନେସ୍। ଏନଫୋର୍ସମେଣ୍ଟ ଯୋଉଠି ପୋଲିସ କରେ କି ଅନ୍ୟ ସଂସ୍ଥା କରନ୍ତି, ସେଥିରେ ସବୁ ଜିନିଷର ସମାଧାନ ନଥାଏ। ସବୁଠୁ ବଡ଼ ସମାଧାନ ହେଉଛି ଆୱାରନେସ୍। ଆୱାରନେସ୍ ଜରିଆରେ ଆମେ ଲୋକଙ୍କୁ ପ୍ରାୟ ସଚେତନ କରାଇ ପାରିଥାଉ। ଲୋକ ଯଦି କୌଣସି କଥା ବୁଝିଗଲେ ତେବେ ସବୁ ଜିନିଷ ଆମକୁ ଆଇନ ପ୍ରଣୟନ କଥା ହଉ କି ସୋସାଇଟିର କିଛି ଚେଞ୍ଜେସ୍ ଆଣିବାକୁ ହଉ ସବୁ ସୁରୁଖୁରୁରେ ହେଇଯାଏ। ତେଣୁ ଆୱାରନେସ୍ଟା ହେଉଛି ସବୁଠୁ ବଡ଼ ମାଧ୍ୟମ ଯାହାଦ୍ୱାରା ଆମେ ଲୋକଙ୍କୁ ସଚେତନ କରାଇ ପାରିବା, ଲୋକମାନଙ୍କର ବିଶ୍ୱାସ ଭାଜନ ହେଇପାରିବା ଏବଂ ଲୋକମାନଙ୍କୁ କୌଣସି ଗୋଟେ ଦିଗରେ ଯିବା ପାଇଁ ଆମେ ପ୍ରବର୍ତ୍ତାଇ ପାରିବା। ଯେମିତି ଉଦାହରଣ ସ୍ୱରୂପ ବର୍ତ୍ତମାନ କଟକ ଜିଲ୍ଲା ତରଫରୁ ଯେମିତି ଗୋଟେ ଡିଜେ ମୁକ୍ତ ରୋଷଣୀ, ମଦ ନିବୃତ୍ତ ରହି ଭସାଣି କରିବା, ଏସବୁ ଜିନିଷ ଯେମିତି ଆୱାରନେସ୍ କରାଯାଉଛି ତାହା ଗୋଟେ ବହୁତ ଭଲ ପଦକ୍ଷେପ। ସେମାନେ ଏସବୁ ଜିନିଷ କରନ୍ତୁ, ଲୋକମାନଙ୍କୁ ବୁଝେଇବାରେ ପ୍ରୟାସ କରନ୍ତୁ। ମୋତେ ଲାଗୁଛି ସବୁ ଲୋକ ଏଥିରେ ସଚେତନ ହେବେ ଓ ଏଇ ଯୋଉ ଭସାଣି ଫସାଣି ଚାଲୁଛି କି ଅନ୍ୟ ସବୁ ଯୋଉ କରୁଛି, ଲୋକମାନେ ଡିଜେ ବଜେଇବାରୁ ନିବୃତ୍ତ ହେବେ। ମଦ ପିଇକି ପ୍ରସେସନରେ ଯୋଉ ଅଶ୍ଳୀଳ ଡ୍ୟାନ୍ସ କରୁଛନ୍ତି ସେଥିରୁ ବି ନିବୃତ୍ତ ରହିବାରେ ପ୍ରବୃତ୍ତ ହେବେ। ଏସବୁ ଜିନିଷ କରିବା ଦ୍ୱାରା ଏଇଟା ଗୋଟେ ଭଲ ମେସେଜ ଯାଉଛି ସୋସାଇଟିକି, ଯୋଉଟାକି ତାର ବହୁତ ଗୋଟେ ଭଲ ପ୍ରଭାବ ରହିଛି। ଆପଣ ଆଉ ଗୋଟେ ବି ଶୁଣିଥିବେ, କଟକ ବ୍ଲକ ଅଫିସିଆଲ ବି ସିଏ ବି ବିଭିନ୍ନ ପ୍ରକାର ସଚେତନତା ପ୍ରୋଗ୍ରାମ ସବୁ କରଉଛନ୍ତି, ଯୋଉଟାକି ଲୋକମାନଙ୍କ ଉପରେ ବହୁତ ଗୋଟେ ଭଲ ପ୍ରଭାବ ପଡୁଛି ଓ ଲୋକମାନଙ୍କର ମାନସିକତାରେ ଚେଞ୍ଜ ଆସିପାରୁଛି। ତେଣୁ ମୁଁ ତାଙ୍କୁ ବି ଧନ୍ୟବାଦ ଦେବି। ସିଏ ଏଠି ପ୍ରୟାସ ଜାରି ରଖନ୍ତୁ ଓ ଲୋକମାନଙ୍କୁ ସଚେତନ କରାନ୍ତୁ ଓ ଲୋକମାନଙ୍କୁ ଭଲ ଦିଗରେ ଯିବା ପାଇଁ ପ୍ରବର୍ତ୍ତାଇ ପାରନ୍ତୁ। ଧନ୍ୟବାଦ।